ବନ୍ଧୁଗଣ, ବାହାର ଲୋକଙ୍କଠାରୁ ଲଢ଼େଇ କରି ଜିତିବା ବହୁତ ସହଜ ଅଟେ, କିନ୍ତୁ ନିଜ ଲୋକଠାରୁ ଲଢ଼େଇ କରି ଜିତିବା ଘୋର ଅପମାନର କାରଣ ହୋଇଥାଏ। କାରଣ ଏହି ଦୁନିଆରେ ଆମର ନିଜ ଲୋକ ଏପରି ଏକ ଶତ୍ରୁ ହୋଇଯାଏ, ଯାହା ଆମେ ତାକୁ ଆକ୍ରମଣ ବି କରିପାରିବା ନାହିଁ। ତେଣୁ ଏହି ଭିଡ଼ିଓର ଟପିକଟି ଯେତେବେଳେ ନିଜ ପରିବାରର ଏକ ବ୍ୟକ୍ତି ତୁମର ଶତ୍ରୁ ହୋଇଯାଏ, ତେବେ ତୁମେ କ'ଣ କରିବା ଉଚିତ ଅଟେ? ତ ସାଙ୍ଗମାନେ, ତାହାର କାରଣ ମୁଁ ଏହି ଭିଡ଼ିଓ ମାଧ୍ୟମରେ ହିଁ କହିବି। ତେଣୁ ଭିଡ଼ିଓକୁ ସ୍କିପ୍ ନକରି ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ। ଆଉ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି କମେଣ୍ଟ ମଧ୍ୟ କରିବେ। ଆଉ ଭଲ ଲାଗିଲେ ଅଧିକ ସେୟାର କରିବାକୁ ଲାଗିବେ। ସାଙ୍ଗମାନେ, ଏକ ଆଭ୍ୟନ୍ତରୀଣ ବ୍ୟକ୍ତି ଯିଏକି ଆମ ସହ କେବେ ମଧ୍ୟ କଥାବାର୍ତ୍ତା କରିନଥାଏ, କିନ୍ତୁ ସିଏ ବେଳେ ବେଳେ ଆମର କଥା ମଧ୍ୟ ଜାଣି ଦେଇଥାଏ, ଯାହା ଫଳରେ ଦିନ ଆସିଲେ ସେ ଆମକୁ ଅଧିକରୁ ଅଧିକ ବ୍ଲାକମେଲ୍ ବା ଭୟ ଦେଖାଇବାକୁ ଲାଗିଥାଏ। ତ ସେମାନେ କେମିତି ଏସବୁ କଥା ଜାଣନ୍ତି? ତ ସାଙ୍ଗମାନେ, ସବୁବେଳେ ନିଜ ଲୋକ ଅପେକ୍ଷା ଅନ୍ୟ ଲୋକଙ୍କ ସହିତ ଲଢ଼ିବା ବହୁତ କଷ୍ଟ ହୋଇଥାଏ। କାହିଁକି ନା ଦୁନିଆଟା ହିଁ ଅଜବ। ଯଦି ତୁମେ ଟଙ୍କା ଅଛି, ତେବେ ସେହି ତ ସେ ଗୋଟିଏ ଲୋକ ଆସିଲେ ବି ତାକୁ ହରେଇ ଦେବ। କିନ୍ତୁ ନିଜ ଲୋକ ଯଦି ତୁମର କୌଣସି କ୍ଷତି କିମ୍ବା ଶକ୍ତିହୀନ କରିଦିଏ, ତେବେ ଆପଣ ସେଠାରେ କ'ଣ କରିବେ? ତ ସେଠାରେ ଆପଣ କିଛି ମଧ୍ୟ କରିବା ଉଚିତ ନୁହେଁ। କାହିଁକି ନା ସେ ତ ଆମ ନିଜ ଲୋକ ହିଁ ହୋଇଥାଏ। ଯଦି ଆମେ ଆଜି କିଛି ବି କରିଦେବା, ତେବେ କାଲିକି ସେ ଆମର ବନ୍ଧୁ ମଧ୍ୟ ହୋଇଯାଇପାରେ। ତେଣୁ ଯେତେବେଳେ ଆପଣ କୌଣସି କାମରେ ବା କୌଣସି ଏକ ବିଜନେସ୍ରେ ଆପଣ ନିଷ୍ପତ୍ତି ନେଉଛନ୍ତି, ତେବେ ଆପଣ 100 ଥର ଭାବିକି ହିଁ ସେହି ନିଷ୍ପତ୍ତିଟି ନେବା ବହୁତ ସହଜ ହୋଇଥାଏ ଏବଂ ଏହାକୁ ହିଁ ବୁଦ୍ଧିମାନର ଲକ୍ଷଣ ଭାବେ ବିବେଚିତ କରାଯାଇଥାଏ। ତ ସାଙ୍ଗମାନେ, ଏହାର ଗୋଟିଏ ଏକ୍ଜାମ୍ପଲ୍ ହେଉଛି, ଯଦି ଆପଣ ଗୋଟିଏ ପରଲୋକ ସହ ଝଗଡ଼ା କରିଛନ୍ତି, ତେବେ ସେହି ପରଲୋକଟି ଯେତିକି କ୍ଷତି ପହଞ୍ଚାଇ ନଥାଏ, ତାଠୁ ଆମ ପ୍ରତି ଥିବା ଏକ ନିଜର ବ୍ୟକ୍ତି ଅଧିକ କ୍ଷତି ପହଞ୍ଚାଏ। କାହିଁକି ଜାଣିଛ ସାଙ୍ଗମାନେ, ଯେ ନିଜ ଲୋକ ଶତ୍ରୁ ଅପେକ୍ଷା ପରଲୋକ ମଧ୍ୟ ଅଧିକ କ୍ଷତି କରେ। ତେଣୁ କେବେ ମଧ୍ୟ ସେ ଯାହା ବି ହେଉ, କାହାକୁ ନିଜର ମନ କଥା କହିବା ଉଚିତ ନୁହେଁ। କାହିଁକି ନା ସେମାନେ ସେହି ଗୋଟିଏ କଥାକୁ ନେଇକି ଆମକୁ ଦିନେ ଭୟ କରିବାକୁ ଲାଗନ୍ତି, ଯାହା ଫଳରେ ଆମେ ଏହି ସମାଜରେ ମୁଣ୍ଡ ଟେକି ଚାଲିବା ହିଁ ଅସମ୍ଭବ ହୋଇପଡ଼ିଥାଏ। ତେଣୁ ଯେତେବେଳେ ବି ଆପଣ କୌଣସି କଥା କହୁଛନ୍ତି, ତେବେ ଆପଣ ଭାବିଚିନ୍ତି କହିବା ନିହାତି ଜରୁରୀ ଅଟେ। ଚାଣକ୍ୟ ସବୁବେଳେ କୁହନ୍ତି ଯେ, ନିଜକୁ ନିଜ ବୁଦ୍ଧି ଏବଂ ବିବେକ ଦ୍ୱାରା ଯେକୌଣସି ସମସ୍ୟା କିମ୍ବା ଅସୁବିଧାର ସମ୍ମୁଖୀନ ହେବାକୁ ଚେଷ୍ଟା କରନ୍ତୁ, ଯାହା ଫଳରେ ଆପଣଙ୍କ ପ୍ରତି ଆସୁଥିବା ଭୟ ମଧ୍ୟ ଦୂରେଇବାକୁ ଲାଗିବ। ସାଙ୍ଗମାନେ, କୌଣସି ଅସୁବିଧା କିମ୍ବା କୌଣସି କାମକୁ ଦେଖି ଆପଣ କେବେ ମଧ୍ୟ ଡରିବେ ନାହିଁ। କାହିଁକି ନା ଆପଣ ଯଦି ଆଜି ଡରିଯିବେ, ତେବେ ସେହି ଲୋକଟି ପୁଣି କାଲି ଆସିକି ତୁମ ଆଗରେ ବହୁତ କିଛି ଅପମାନ ଏବଂ
ଘୃଣାଭାବ ଦେବ, ତେବେ ଆପଣ ସେଠାରେ ଡରିବା ଉଚିତ ନୁହେଁ। ଆପଣ ସେଠାରେ ନିଜ ବୁଦ୍ଧି ଏବଂ ବିବେକ ବଳରେ ତୁମକୁ ନିଜେ ନିଜେ ହିଁ ସେହି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଯଦି ତୁମେ ଡରିଗଲ, ତେବେ ଜାଣିନିଅ ଯେ ତୁମେ ସେଠାରେ ହାରିଗଲ। ତେଣୁ ଯେତେ ବଡ଼ ବିପତ୍ତି ଆସିଲେ ମଧ୍ୟ କେବେ ବି ଡରନ୍ତୁ ନାହିଁ। ନିଜ ସକ୍ଷମତାର ସହ ସେହି କାମକୁ ହାସିଲ କରନ୍ତୁ, ଯାହା ଫଳରେ କୌଣସି ଲୋକଙ୍କର ମଧ୍ୟ ସାହସ ହେବ ନାହିଁ ଯେ ଆପଣଙ୍କୁ ଉଚିତ ଶିକ୍ଷାରେ ମଧ୍ୟ କଥା କହିବ। ତେଣୁ କେବେ ମଧ୍ୟ ହାର ମାନନ୍ତୁ ନାହିଁ। ଆଉ ଏକ ନିଜ ବ୍ୟକ୍ତି ପରିବାରର କ୍ଷତି ପହଞ୍ଚାଏ। ସାଙ୍ଗମାନେ, ସେତେବେଳେ ଆପଣ କ'ଣ କରିବେ ନା ସେତେବେଳେ ଆପଣ ଏକ ବୁଦ୍ଧି ବିବେକ ଦ୍ୱାରା ନିଜକୁ ନିଜେ ଚୁପ୍ ରଖିବେ, ଯାହା ଫଳରେ ସେ ମଧ୍ୟ ଜାଣିପାରିବ ଯେ ସେମାନେ କାହିଁକି ଚୁପ୍ ଅଛନ୍ତି। ତ ମୁଁ ଏଠାରେ ଗୋଟିଏ କଥା କହିବି ସାଙ୍ଗମାନେ, ଯେ କୌଣସି ଅସୁବିଧା ସେ ନିଜ ବ୍ୟକ୍ତି ହେଉ କିମ୍ବା ଯାହା ବି ହେଉ, ସେ ଯଦି କ୍ଷତି ପହଞ୍ଚାଏ, ତେବେ ତାକୁ କୌଣସି ଭୁଲ କାମ କରିବା ବଶତଃ ଆମ ପକ୍ଷେ ଠିକ୍ ହୋଇନଥାଏ। କାହିଁକି ଜାଣିଛ ସାଙ୍ଗମାନେ? ଏହା କରିବା ଆମ ପକ୍ଷେ ବହୁତ ହାନିକାରକ ଅଟେ। ତେଣୁ ଯଦି ପାରୁଛନ୍ତି ନିଜର ବୁଦ୍ଧି ବିବେକ ଦ୍ୱାରା ତାକୁ ହରାନ୍ତୁ, ଯାହା ଫଳରେ ତା'ର ଆଉ ସାହସ ହେବ ନାହିଁ ଯେ ଆମ ପ୍ରତି କୌଣସି ଘୃଣା ଅପମାନ କରିବା। ତେଣୁ ସମାଜରେ ନିଜକୁ ନିଜେ ବଢ଼ିବାକୁ ହେଲେ ପ୍ରଥମେ ନିଜ ଗୋଡ଼ରେ ହିଁ ଠିଆ ହେବାକୁ ହେବ। ଲୋକମାନଙ୍କ କଥାରେ ତୁମେ ଯଦି ଠିଆ ହେବ, ତାହେଲେ ତୁମେ ତୁମର ସକ୍ସେସ୍ ମଧ୍ୟ ହୋଇପାରିବ ନାହିଁ। ତେଣୁ ଯଦି କୌଣସି କାମ ତୁମ ଦ୍ୱାରା ହୋଇପାରୁନାହିଁ, ଏହା ନୁହଁ କି ତୁମେ ସେହି କାମରେ ଦକ୍ଷତା ହିଁ ନାହିଁ। ତ ସାଙ୍ଗମାନେ, ଯେଉଁ କାମରେ ଆପଣଙ୍କର ଦକ୍ଷତା ଅଛି ଆଉ ଯେଉଁ କାମରେ ଆପଣଙ୍କର ପେଟ ପୋଷୁଅଛି ବା ଆପଣଙ୍କର ପରିବାର ଚଳୁଅଛି, ତେବେ ସେହି କାମ କରିବାକୁ କେବେ ମଧ୍ୟ ଲାଜ କରନ୍ତୁ ନାହିଁ। ସେ ଯାହା ବି ହେଉ, ସେ ଝାଡ଼ୁ ପୋଛା କାମ ହେଉ କିମ୍ବା ଯାହା ବି ହେଉ, ଯଦି ଆପଣ ତାହାକୁ ଲୋକଙ୍କ କଥା ଶୁଣି କରିବେନି, ତେବେ ଆପଣ ନିଜେ ହିଁ ନିଜେ ଏକ ବିପତ୍ତିରେ ପଡ଼ିବେ। ତେଣୁ ଆପଣ ଯେଉଁ କାମ କରୁଛନ୍ତି ସେଥିରେ ସର୍ବଦା ସର୍ବଶ୍ରେଷ୍ଠ ହେଇକି କରନ୍ତୁ, ଯାହା ଫଳରେ ଏହି ଦୁନିଆ ମଧ୍ୟ ଦେଖିବ ଯେ ଏକ ଗରିବ ବ୍ୟକ୍ତିର ସାହସ କେତେ। ତେଣୁ କେବେ ମଧ୍ୟ ଲୋକଙ୍କ କଥା ଶୁଣି ନିଜର ନିଷ୍ପତ୍ତି ଭାଙ୍ଗିଦେବା ଆମର ବହୁତ ବଡ଼ ଭୁଲ ହୋଇଥାଏ। ତ ସାଙ୍ଗମାନେ, ଏବେ ନିଜର ନିଷ୍ପତ୍ତି ନିଜ ହାତରେ ହିଁ ଅଛି। ତୁମେ କ'ଣ କରିପାରିବ ଏହି ସମାଜ ପାଇଁ? ତ ଏହି ସମାଜ ହିଁ ତୁମକୁ ମୁଣ୍ଡ ଟେକି ଚାଲିବାକୁ ଦେବ। ତେଣୁ ଆପଣ ଚିନ୍ତା କରନ୍ତୁ ଯେ ଏହି ସମାଜରେ ମୁଁ କ'ଣ କରିପାରିବି। ଆଉ କେବେ ମଧ୍ୟ ଝଗଡ଼ା କରନ୍ତୁ ନାହିଁ, ସେ ନିଜ ଲୋକ ହେଉ କିମ୍ବା ପରଲୋକ। ଆପଣ ଯଦି ଝଗଡ଼ା କରିବେ, ତେବେ କେବେ ମଧ୍ୟ ଉନ୍ନତି ପଥରେ ଆଗେଇ ଚାଲିପାରିବେ ନାହିଁ। ଯଦି କୌଣସି ନିଜ ବ୍ୟକ୍ତି ତୁମର ଏକ ଗାଳିଗୁଲଜ କରି ତୁମଠାରୁ ଦୂରେଇ ଯାଉଛି, ତେବେ ସେ ଯାଉ ହେରି। ତ କାଲିକି ହିଁ ସେ ଫେରି ଆସିବ, ନଚେତ୍ ଯେତେ ଦିନ ଗଲେ ମଧ୍ୟ ସେ ଫେରି ଆସିବ। ତ ତୁମେ ତା ପ୍ରତି ଏକ ଈର୍ଷା ଭାବ ରଖି ଏ କାମ କରିବା ଉଚିତ ନୁହେଁ। ସେ ଯେଉଁଆଡ଼େ ଯାଇଛି ଯାଉ, ଆପଣ ନିଜ କାମରେ ଲକ୍ଷ୍ୟ ଦେବା ଉଚିତ ଅଟେ। ଏହି ଦୁନିଆରେ ଏମିତି ବି ଖରାପ ଲୋକ ଥାଆନ୍ତି, ଯିଏକି ଗୋଟିଏ ଲୋକର କଥାକୁ ନେଇ ଅନ୍ୟ ଲୋକଙ୍କ କଥା ଆଗରେ କୁହନ୍ତି, ଯାହା ଫଳରେ ସେଠାରେ ଝଗଡ଼ା ହେବା ସୁନିଶ୍ଚିତ ହୋଇଥାଏ। ତ ସାଙ୍ଗମାନେ, ଏହିପରି ଲୋକଙ୍କୁ କ'ଣ କରିବା ଉଚିତ ଅଟେ, ଯାହାକି
ଅନ୍ୟ ଘରର ଲୋକଙ୍କ ସହିତ ଏକ ଭାଙ୍ଗ ସୃଷ୍ଟି କରିଥାଏ। ତ ଏହିପରି ଲୋକ ଏହି ସମାଜରେ ରହିବାଟା ଭୁଲ ଅଟେ। ଏହିପରି ଲୋକଙ୍କ ସହିତ କେବେ ମଧ୍ୟ ମିଶନ୍ତୁ ନାହିଁ। ଯଦି ଆପଣ ଏହା କରୁଛନ୍ତି ତେବେ ଆପଣ ନିଜେ କେବେ ମଧ୍ୟ ସଫଳତା ହେବେ ନାହିଁ। ତେଣୁ ଅନ୍ୟ ଘରର ଲୋକ କଥା କେବେ ମଧ୍ୟ ନିଜ ଘର ଲୋକଙ୍କ ଆଗରେ କହିବା ଉଚିତ ନୁହେଁ। କାହିଁକି ଜାଣିଛ? ଏହା କହିବା ଆମ ପ୍ରତି ଏକ ଉତ୍ପନ୍ନ ସୃଷ୍ଟି କରିଥାଏ ବା ନିଆଁ ସୃଷ୍ଟି କରିଥାଏ, ଯାହାଫଳରେ ଦିନ ଆସିଲେ ସେହି ବ୍ୟକ୍ତି ହିଁ ଆମକୁ ଏକ ବ୍ଲାକମେଲ୍ କରି ଆମଠାରୁ ବହୁତ ଧନ ଛଡ଼େଇ ନେଇଥାଏ। ତେଣୁ ଏପରି କରିବା ସବୁଠାରୁ ଭୁଲ ଅଟେ। ତ ଚାଣକ୍ୟ କୁହନ୍ତି ଯେ କେବେ ମଧ୍ୟ ନିଜର ସକ୍ସେସକୁ ନେଇକି ଗର୍ବ କରନ୍ତୁ ନାହିଁ। ସେ ଝଗଡ଼ା ହେଉ କିମ୍ବା ଯାହା ବି ହେଉଛି ହେଉ, ଯଦି ଆପଣ ନେଇକି ତାକୁ ଗର୍ବ କରିବେ ଯେ ମୁଁ ଜିତିଯିବି ଆଉ ମୁଁ ହିଁ ଏହି ଦୁନିଆରେ ରାଜା ହେବି, ତ ଏହା ଭାବିବା ଆମ ପକ୍ଷେ ବହୁତ ବଡ଼ ଭୁଲ ହୋଇଥାଏ। କାହିଁକି ଜାଣିଛ? ଏହା ଏକ ବହୁତ ଘୃଣା ଏବଂ ଅପମାନର ଜିନିଷ ଅଟେ। ତେଣୁ ଏହାକୁ ଭାବିବା ଉଚିତ ନୁହେଁ। ଯଦି ତୁମେ ପାରୁଛ ତାହେଲେ ନିଜର ବୃଦ୍ଧି ଦ୍ୱାରା ହିଁ ନିଜେ ଆଗକୁ ବଢ଼ନ୍ତୁ, କାହା କଥା ଶୁଣିକି ନୁହେଁ। ଆପଣ ଯଦି କାହା କଥା ଶୁଣିକି କରିବେ ତେବେ ନିଶ୍ଚିତ ଆପଣ ତଳେ ପଡ଼ିବେ। ତେଣୁ ଯଦି ଆପଣ ଉନ୍ନତିର ପଥରେ ଆଗେଇ ଯିବାକୁ ଚାହୁଁଛନ୍ତି ତେବେ ନିଜ କର୍ମ ପଥରେ ଆଗେଇ ଚାଲନ୍ତୁ ଆଉ ସଚ୍ଚା ଭଲ ମନୋଭାବ ରଖି ଆଗେଇ ଚାଲନ୍ତୁ, ଯାହାଫଳରେ ଆପଣଙ୍କର ସକ୍ସେସ୍ ହେବା ଜାଗାରୁ କେହି ବି ରୋକିପାରିବେ ନାହିଁ। ସତ୍ୟ ଏବଂ ଧୈର୍ଯ୍ୟ ଏହି ଦୁନିଆର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟେ। କାହିଁକି ନା ଏହାକୁ ଛାଡ଼ିଦେଲେ ଆମେ ଏହି ଦୁନିଆରେ ବଞ୍ଚିବା ଅସମ୍ଭବ ହୋଇପଡ଼ିଥାଏ। ତ ତେଣୁ ଶକ୍ତିକୁ ଆମେ କେବଳ ଏକ କାର୍ଯ୍ୟରେ ହିଁ ବ୍ୟବହାର କରିଥାଉ। ଆଉ ସାଙ୍ଗମାନେ, ସତ୍ୟ କହିବା ଦ୍ୱାରା ଆମକୁ ଏକ ପରିବର୍ତ୍ତନ ଦେଇଥାଏ, ଯାହାଫଳରେ ଆମେ ସବୁବେଳେ ସତ୍ୟ ହିଁ କହିବା। ଆଉ ଧୈର୍ଯ୍ୟ, ତ ସାଙ୍ଗମାନେ ଧୈର୍ଯ୍ୟ ହେଲେ ଗୋଟିଏ ପୋଷାକ ପରି ହୋଇଥାଏ। ଯଦି ଆମେ ତାକୁ ପ୍ରତିଦିନ କିଛି ନା କିଛି କାର୍ଯ୍ୟରେ ଚେଞ୍ଜ କରିବା ବା ବଦଳାଇବା ତେବେ ଆମେ କେବେ ମଧ୍ୟ ସକ୍ସେସ୍ ହୋଇପାରିବା ନାହିଁ। ତେଣୁ ଧୈର୍ଯ୍ୟକୁ କେବେ ମଧ୍ୟ ବଦଳାନ୍ତୁ ନାହିଁ। ଯେଉଁ କାମରେ ଆପଣ ଧୈର୍ଯ୍ୟ ରଖୁଛନ୍ତି ସେହି କାମରେ ଗୋଟିଏ ହିଁ ଧୈର୍ଯ୍ୟ ରଖନ୍ତୁ କିମ୍ବା ଲକ୍ଷ୍ୟ ରଖନ୍ତୁ, ଯାହାଫଳରେ ଆପଣଙ୍କର ସେହି ଧୈର୍ଯ୍ୟ ବା କାମ ପୂରଣ ନହେଲା ପର୍ଯ୍ୟନ୍ତ ଆପଣ କୌଣସି ବି ଚିନ୍ତା କିମ୍ବା ଡିପ୍ରେସନରେ ବି ରହିବା ଉଚିତ ନୁହେଁ। ତେଣୁ ସଦାସର୍ବଦା ନିଜ ଉପରେ ବିଶ୍ୱାସ ରଖନ୍ତୁ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଟପିକ୍ର ଭିଡ଼ିଓରେ। ସାଙ୍ଗମାନେ, ମୋର ଆପଣଙ୍କୁ ବାସ୍ ଗୋଟିଏ ଅନୁରୋଧ, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଭକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଭିଡ଼ିଓଟିକୁ ବହୁତ ସାରା ଭଲ ପାଇବା ମଧ୍ୟ ଦିଅନ୍ତୁ।